ମାଆଙ୍କର ଏକ ସୁନ୍ଦର ମନ୍ଦିର, ତାହା ଭକ୍ତି ଓ ବିଶ୍ୱାସର ପ୍ରତୀକ। ପ୍ରତିଦିନ ସେଠାରେ ବହୁ ଲୋକଙ୍କ ଭିଡ଼ ଲାଗି ରହିଥାଏ, କେବଳ ମାଆଙ୍କ ଦର୍ଶନ ପାଇଁ। ମନ୍ଦିର ବାହାରେ ଭିକାରୀମାନଙ୍କର ବି ଭିଡ଼, ଭିକ ଗଣ୍ଡାକ ପାଇବା ପାଇଁ। ମନ୍ଦିରକୁ ଯାଉଥିବା ଭକ୍ତମାନଙ୍କୁ ଭିକ ପାଇଁ ହାତ ପତାଉଥାନ୍ତି ସେଇ ଭିକାରୀମାନେ। କିନ୍ତୁ ଏ କ'ଣ? ସେଠାରେ ବି ବ୍ୟତିକ୍ରମ। ଜଣେ ଭିକାରୀ ମନ୍ଦିରକୁ ଯାଉଥିବା ସମସ୍ତ ମଣିଷଙ୍କୁ ହାତ ପତାଉ ନଥାଏ। ପ୍ରାୟ 100-200 ଜଣ ଭକ୍ତରୂପୀ ମଣିଷ ମନ୍ଦିର ଭିତରୁ ବାହାରକୁ ଆସିଲା ପରେ ମାତ୍ର ଜଣେ ବା 2 ଜଣ ଭକ୍ତରୂପୀ ମଣିଷଙ୍କୁ ହାତ ପତାଏ ଭିକ ପାଇଁ। ମନରେ ଅନେକ ପ୍ରଶ୍ନ, ଏହାର ରହସ୍ୟ କ'ଣ? ଭିକାରୀଟିକୁ ପଚାରିବାରୁ ଉତ୍ତର ମିଳିଲା, ବାବୁ, କାଲି ଆସ ଭିକାରୀ ବେଶରେ ଓ ମୋ ପାଖରେ ଭିକ ମାଗିବା ପାଇଁ ବି ବସ। ତାହା ହିଁ ମୁଁ କଲି। ଭିକାରୀଟି ମୋ ଆଖିରେ କିଛି ବିଭୂତି ଲଗାଇଦେଲା ଓ କହିଲା, ଦେଖ ମନ୍ଦିରକୁ କେଉଁମାନେ ଯାଉଛନ୍ତି। ବାଃ, କି ଚମତ୍କାର! ଆଖିରେ ବିଭୂତି ଲାଗିଲା ପରେ ମୁଁ ଦେଖିଲି ମନ୍ଦିରକୁ ଯାଉଥିବା ମଣିଷଙ୍କ ଅସଲି ରୂପ। ସେମାନେ କେହି ବି ମଣିଷ ନୁହନ୍ତି। କୁକୁର, ବାଘ, ଭାଲୁ, ବିଲୁଆ, ବିଲେଇ, ଆହୁରି ଅନେକ। ତାହାରି ଭିତରେ ଜଣେ ବା 2 ଜଣ ପ୍ରକୃତ ମଣିଷ ଥାଆନ୍ତି। ସେ ଭିକାରୀଟି ସେଇ ମଣିଷକୁ ହିଁ ଭିକ ମାଗିଥାଏ। ତାପରେ ଭିକାରୀଟି ମୋ ଆଖିରୁ ବିଭୂତି ପୋଛିଦେଲା। ପୁଣି ଦେଖିଲି ଦଳ ଦଳ ଭକ୍ତରୂପୀ ମଣିଷ ସେ ମନ୍ଦିର ଭିତରୁ ଯାଉଛନ୍ତି। ଭିକାରୀ କହିଲା, ବାବୁ, ଏବେ ବୁଝିଲଟି କଥାଟା କ'ଣ? ବୋକାଙ୍କ ଭଳି ଭିକାରୀର ମୁହଁକୁ ମୁଁ ସେମିତି ଚାହିଁଥାଏ। ତେଣୁ ସେ ଭିକାରୀଟି ପୁଣି କହିଲା, କୁକୁର, ବାଘ, ବିଲୁଆ, ଭାଲୁ ଆଉ ବିଲେଇର ସ୍ୱଭାବ ଥିବା ମଣିଷମାନେ କ'ଣ ସତରେ ମଣିଷ? ତ ସାଙ୍ଗମାନେ, ଆପଣ ଏ ବିଷୟରେ କ'ଣ ଭାବୁଛନ୍ତି ମୋତେ କମେଣ୍ଟସ୍ ନିଶ୍ଚୟ ଜଣାଇବେ। ଆଉ ଗପଟି ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।